ମୁଁ ସରକାରଙ୍କୁ ନିବେଦନ କରୁଛି ଆଦେଶ ସେମାନେ କରୁଛନ୍ତି ବହୁତ କାମ ସରକାର କରୁଛି ନହେଲେ ରାଜ୍ୟଟା ଏତେ ସୁରୁଖୁରୁରେ ଚଳନ୍ତା ଯାହା ବି ହଉ ସେମାନେ କରୁଛନ୍ତି। ତମେ ମୋତେ ପଚାରିବ କାହିଁ ଗୋଟିଏ କଥା ପଚାରିବ କି ମନ୍ତ୍ରୀ କି ପଚାରିବ ମୁଁ କହୁଛି ତୁମେ ଏତେ ଇଏ କରୁଛ ତାହେଲେ ଆମକୁ କହୁଛ ସାଧକ ବୋଲି। ଗୋଟେ ଆମର ବିଜେପିର ଲିଡର ମନମୋହନ ସାମଲ ମୁଁ ତାଙ୍କ ନାଁ କହୁଛି ଏଠି ତୁମକୁ ସେ ଗୋଟିଏ ଲୋକ କହିଲା ଯେ ଆମେ କାହା ସାଥିରେ ମିଶିବୁନି ଆମେ ବିଜେପି ଏକୁଟିଆ କରି ଲଢ଼ିବୁ ତାହେଲେ ସେ କେଉଁ ଭଳିଆ ସାଧକ ହେଇଥିବ କହିଲ ତା ଭିତରେ କିଏ କହିଲା? ତମେ ତାକୁ ଭଲ ପାଇବ ନା ମୋତେ ଭଲ ପାଇବ? ମୋତେ ଉତ୍ତର ଦିଅ ତ ମୋ ପାଖକୁ ଯଦି ଆଇଛ। ଆମ ଆଖି ଅଛି ଦେଖୁଛୁ ଶୁଣୁଛୁ ସବୁ କରୁଛୁ ସମାଜ ପାଇଁ ସଂସାର ପାଇଁ ମନ୍ତ୍ରୀ ହୁଅନ୍ତୁ ନେତା ହୁଅନ୍ତୁ ଅକ୍ଳାନ୍ତ ପରିଶ୍ରମ ସେମାନଙ୍କର। ଆଜି ଆମେ ଯଦି ତାଙ୍କ ଭୂମିକାକୁ ନିଭେଇବା ପାଇଁ ନିଃସ୍ୱାର୍ଥପର ନ ହେବା ତାଙ୍କ ଉପରେ ବୋଝ ହେବା ଇଏ ସମାଜ ରହିବ ନାହିଁ। ଏଇଟା ପରିଷ୍କାର କରି ମୁଁ କହୁଛି ଯେତେ ସମସ୍ତଙ୍କୁ ମୁଁ କହୁଛି ଆମ ଓଡ଼ିଶାଟା ହେଉଛି ଏତେ ସୁନ୍ଦର ରାଜ୍ୟ ଉତ୍କଳେ ଉତ୍ପତ୍ତି ସ୍ଥିତିର ସମ୍ଭାର ଉତ୍କଳ ବିଶ୍ୱର ସିରି ଉତ୍କଳ ମାଟିରେ ଜଗତ ଠାକୁର ନାମ ଅନନ୍ତ କେଶରୀ। କେଡ଼େ ସୁନ୍ଦର ଜିନିଷ କେଡ଼େ ସୁନ୍ଦର ଭୂମି କେଡ଼େ ସୁନ୍ଦର ପବିତ୍ରତା ଜଗନ୍ନାଥ ଯାହାର ରାଜା ଆମେ ସବୁ ପ୍ରଜା ଆମେ ତାଙ୍କର ସନ୍ତାନ ତାକୁ ଏମିତି ଅବହେଳିତ କର ନାହିଁ। ସମସ୍ତଙ୍କୁ ମୁଁ ହାତ ଯୋଡ଼ିକି ପ୍ରାର୍ଥନା କରୁଛି ନିବେଦନ ପ୍ରାର୍ଥନା କରୁଛି। ଆଚ୍ଛା ସେଠି ଯେଉଁ ହେଲା ମୁଁ କହିଲି ପ୍ରାଚୀଟା ସରସ୍ୱତୀ ନଦୀ ଗଙ୍ଗାଠାରୁ ବହୁତ ବର୍ଷ ବଡ଼ ପ୍ରାଚୀନ ସିଏ ଅବହେଳିତ ହେଇ ପଡ଼ିଛି। ମୁଁ କହିଲି ଯଦି ଏଠି ଯଦି ପ୍ରାଚୀରେ ଗୋଟେ ଚେକ୍ ଡ୍ୟାମ୍ ହୁଅନ୍ତା ତାହେଲେ ଏଇ ଅଞ୍ଚଳଟା ପରିବାପତ୍ର କରି ଭଲରେ ରୁହନ୍ତେ। ସେଇଠୁ ତାଙ୍କୁ ଯାଇକିରି ଆମେ କ'ଣ କଲୁ ବହୁତ କଷ୍ଟ କରି ଜଣେ ଚିଫ୍ ଇଞ୍ଜିନିୟର ପାଖକୁ ଯାଇ କହିଲି ମୁଁ କହିଲି ଏମିତି ଗୋଟେ ଅଛି ତାକୁ ଟିକେ ଉଦ୍ଧାର କରିବା ନା ମୁଁ ସେଇ ବିଭାଗରେ ଚାଲନ୍ତୁ ଦେଖିବା। ଯାଇକି ଦେଖିଲା ବେଳକୁ ସେ କହିଲେ ଯାହା ହଉ ହେଇଯିବ ଆଉ ସିଏ ଯାହା ହଉ 3 ମାସ ଭିତରେ ସେଠି ଚେକ୍ ଡ୍ୟାମ୍ଟା କରିଦେଲା ବେଳକୁ ସେ ପାଖ ଅଞ୍ଚଳ ଏତେ ଖୁସି ଏତେ ଇଏ ସେମାନେ ଫସଲ କରିପାରୁଛନ୍ତି। ଅବିକା ଯେଉଁ ଗେଟ୍ ଲାଗିଲା ପଛରେ ଯଦି ଏ ବର୍ଷ ବର୍ଷା ହେଲା ପାଣିଟା 10 ଫୁଟ ରହିବ ଲୋକମାନେ ପାଣି ପାଇବାକୁ ହାହାକାର ହେଉଥିଲେ ପାଣି ରହିବେ ମେଣ୍ଢା ଛେଳି କୁକୁର ବିଲେଇ ମାଙ୍କଡ଼ ସରୀସୃପ ସେମାନେ ପାଉନଥିଲେ ଶୁଖି ଯାଉଥିଲା। ତେଣୁ ସେଥିପ୍ରତି କରି କହିଲେ ଗୋଟେ ଘାଟ କରିବା ଏ ଘାଟଟା କରିକି ଯଦି ଏଠି ପାଣି ତ୍ରିବେଣୀ ଧାର ଭଳିଆ ବୋହିଗଲା ସେଦିନ ଯଜ୍ଞରେ ତାହେଲେ ଏ ଯଜ୍ଞଟା ଯେଉଁ କରିବା ଗୋଟେ ଘାଟ ପ୍ରତିଷ୍ଠା କରିବା ଏଠି ଆମର ଅସ୍ଥି ବିସର୍ଜନ ହେବ କଲେ ବି ସେଦିନ ବହୁତ ଲୋକ ଅସ୍ଥି ବିସର୍ଜନ କଲେ। ତେଣୁ ଉଦ୍ଦେଶ୍ୟ ଅଲଗା ନୁହଁ ମାନେ ମୋ ଅଞ୍ଚଳଟାରେ ଭଲ ହେବା ପାଇଁ ଯେତେ ପ୍ରକାର ଭଲ ହେଇପାରିବ ମୋ ଦ୍ୱାରା ମୁଁ କରିବି। ବହୁତ ନେତା ମନ୍ତ୍ରୀ ଥିଲେ MLA ଥିଲେ କହିପାରିଲେନି ଆପଣ କରିକି ଦେଖେଇଲେ। ନା ନେତା ମନ୍ତ୍ରୀଙ୍କ ଆହେତୁକ ଭାବନା ମୋ ଉପରେ ଅଛି। ସେମାନେ ଯେତେବେଳେ ଯିଏ କରିନଥିଲେ ମୋର ନେତା ଗୋଟେ ଏବେ ବିଜେପିର ଆମର ଛବି ମଲ୍ଲିକ ଅଛି ଛବୀନ୍ଦ୍ର ମଲ୍ଲିକ ମାନେ ସେ ପିଲାଟି ଏଠି ସୁନ୍ଦର ପିଲା ମୋ ପାଟିରେ କହିବା କଥା ନୁହଁ ମୋ ଅଞ୍ଚଳବାସୀ କହିବ କେଉଁ ଗାଁ ମଠ ବାଡ଼ି ମନ୍ଦିର କିଛି ରଖୁନାହିଁ ସବୁଆଡ଼େ ସିଏ ତାର ଆସୁ ଏମିତି ସୁନ୍ଦର କରିଦେଇଛି ମାନେ ଆମେ ବି ଭାବ ବିହ୍ୱଳ ହେଇଯାଉଛୁ। ସତ କଥା ସେ ପିଲା ଭିତରେ କ'ଣ ଅଛି ମୁଁ ତ ମାଗିବାକୁ ଯାଇନି ସିଏ ବି ମୋତେ କିଛି କହିନି ଆମେ ଦେଖାଦେଖି ସେମିତି କିଛି ନାହିଁ କିନ୍ତୁ ସେ ପିଲାଟି କ'ଣ ଭଗବାନଙ୍କ ତା ଭିତରେ ଅଛି ଏ ଜଗନ୍ନାଥ ହେଇ ସେ ସବୁ କରୁଛି ସେଥିପାଇଁ ମୁଁ ବି ମୋ ଅଞ୍ଚଳବାସୀ ବି ସମସ୍ତେ ତା ପ୍ରତି ଆଶୀର୍ବାଦ ଅଛି। ନେତା ମନ୍ତ୍ରୀ କରୁନାହାନ୍ତି କାହିଁକି? ନେତା ମନ୍ତ୍ରୀ ଦେଖ ଶିବାଜୀ ଛତ୍ରପତି ହେଇନଥିଲେ ଛତ୍ରପତି ରାମଦାସ କରିଥିଲେ। ଆମେ ନେତାଙ୍କ ଉପରେ ଅଭିମାନ କରନି ନେତାଙ୍କୁ ପାଖକୁ ଯାଅ ତାଙ୍କୁ ବୁଝାଅ ଏଇ ଜିନିଷଟା ହେଇନି ସେ କରିବେ। ଆମେ ଅଭିମାନ କରିକି ଦେଖଉନୁ ମାନେ ଦଳ ହେଇକି ବିଭେଦ ସୃଷ୍ଟି କରିକି ଯେଉଁ ଗୋଟା ପ୍ରକୃତ ଜିନିଷ ହେବା କଥା ତାଙ୍କୁ ଦେଖାଉନାହାନ୍ତି ଅନ୍ୟ ଜିନିଷ ଗୁଡ଼ା ଦେଖାଉଛନ୍ତି ସେ କ'ଣ କରିବେ? ଗୋଟେ ନେତା ଉପରେ ଯେମିତି ବେତାଳ ସଭାର ହେଲା ଭଳିଆ ସମସ୍ତେ ସମାଜଟା ହେଇଗଲେ ସେ କ'ଣ କରିବେ? ସେ ତ ସେ ଗୋଟେ ଲୋକ ନା କ'ଣ କରିପାରିବେ? ତେଣୁ ମୋତେ ଉତ୍ତର ଦିଅ ସେ ମନମୋହନ ସାମଲ କେମିତି ଜାଣିଲେ ଯେ ଆମେ ଏକୁଟିଆ ବିଜେପିରେ ଇଏ କରିକି ଜିତିବୁ? ମାନେ ସେ କେତେ ବଡ଼ ସରଳ ହୃଦୟ କେତେ ବଡ଼ ଦିବ୍ୟ ଆଖି ଥିଲା ଯେ ଆମେ ସେଇଟା ବୁଝିବାକୁ ଚେଷ୍ଟା କଲ ତୁମେ ସମସ୍ତେ ସେଠି ବୁଝାଇ ଚେଷ୍ଟା କର ସମସ୍ତେ ଗୋଟିଏ କୋଶ୍ଚିନ୍ କର ନା ପାରିବନି କି? କାହିଁକିନା ସେମାନଙ୍କ ହୃଦୟ ବି ସମାଜ ପାଇଁ କାନ୍ଦୁଛି ଆମେ ଦେଖିପାରୁନୁ। ତମର ଲୁହ ବହୁଛି ନେତାଙ୍କ ପାଖରେ କିନ୍ତୁ ନେତାଙ୍କ ଲୁହକୁ କେହି ଦେଖିନାହାନ୍ତି।